जय जगन्नाथ। तो जेहेतु सकाळ ହେଲା ମାନେ ବ୍ରେକଫାଷ୍ଟର ଚିନ୍ତା ମାଡ଼ି ବସୁଛି କି କ'ଣ ଆଜି ବ୍ରେକଫାଷ୍ଟ ହେବ। ତ ମୁଁ ହଜବେଣ୍ଡକୁ ପଚାରିଥିଲି କ'ଣ ଟିଫିନ୍ କରିବି, ସେ ମୋତେ କହିଥିଲେ କି ତୁମ ଇଚ୍ଛା ଯାହା ହେଉଛି ତୁମେ ବନେଇ ଦିଅ। ତ ମୁଁ ସେଥିପାଇଁ ଆସିକି ଫ୍ରିଜରେ ଦେଖିଲି ଚିଜ୍ ଦୁଇଟା ବହୁତ ଦିନ ହେଇଗଲାଣି ରହିଯାଇଥିଲା। ତ ଭାବିଲି ତା ଦେହରେ ଆଜି ସ୍ୟାଣ୍ଡୱିଚ୍ ବନେଇଦେବି ବୋଲି ଚିଜ୍ରେ। ତ ସେଥିପାଇଁ 4ଟା ବ୍ରେଡ଼୍ ଆଣିକି ଆଗ କାଟି ଦେଇଥିଲି ସାଇଡ଼୍ କର୍ଣ୍ଣର ଗୁଡ଼ାକ, କାହିଁକିନା ସେଇ ସାଇଡ଼୍ କର୍ଣ୍ଣର ରହିଲେ ହଜବେଣ୍ଡ ଖାଆନ୍ତିନି। ତ ତାପରେ ଏଠି କାକୁଡ଼ି ଟମାଟୋକୁ ଚୁନ ଚୁନ କରି କାଟି ଦେଇଥିଲି, ପିଆଜକୁ ବି ଚୁନ ଚୁନ କରି କାଟି ଦେଇଥିଲି। ଆଉ ଆଗରୁ ମୁଁ ଅଲରେଡ଼ି ଟମାଟୋ ସସ୍, ଚିଲି ସସ୍ ଆଉ ଗୋଲମରିଚ ଗୁଣ୍ଡ, ବ୍ଲାକ୍ ସଲ୍ଟ ମିଶିକି ଅଲରେଡ଼ି ମୁଁ ଗୋଳେଇକି ରଖିଥିଲି, ତାକୁ ବି ଆ ଦେହରେ ମିଶାଇକି ଗୋଳେଇ ଦେଲି। ତ ତାପରେ ଏଠି ବ୍ରେଡ଼୍ ନେଇକି ତା ଦେହରେ ମୁଁ ଏମିତି ରଖିଦେଇକି ତା ଉପରେ ଚିଜ୍ ଦେଇ ଦେଇଥିଲି। ଯେତେବେଳେ ମୁଁ ଅନମ୍ୟାରିଡ଼୍ ଥିଲି ତ ମୁଁ ସେତେବେଳେ ମୋ ନିଜ ପାଇଁ ଏମିତି ଡିସ୍ ଖୋଜେ, ଆଉ ମୋତେ ବି ଭଲ ଲାଗେ ଏମିତି ନୂଆ ନୂଆ ଡିସ୍ ବନେଇକି ଖାଇବା ପାଇଁ। ତ ଏବେ ତ କିନ୍ତୁ ତା'ର ଅପୋଜିଟ୍ ହେଇଯାଇଛି, ମୋର ସେତିକି ସମୟ ମୋତେ ମିଳୁନି ମୋ ନିଜ ପାଇଁ କରି ଖାଇବା ପାଇଁ। ତ ସେଥିପାଇଁ ହଜବେଣ୍ଡଙ୍କ ପାଇଁ ବନେଇ ଦିଏ ଏମିତି ସକାଳ ଟାଇମ୍ରେ ଟିଫିନ୍ଟା। ତ ମୁଁ ତ ସକାଳ ଟାଇମ୍ ବହୁତ ଜଲ୍ଦି ଟିଫିନ୍ କରିଦିଏ, ସେଥିପାଇଁ ଏତେ ସବୁ ବନେଇବା ପାଇଁ ସମୟ ହୁଏନି। ତ ତା ଭିତରେ ଏସବୁ ରେଡ଼ି ହେଇଗଲା ପରେ ମୋ ହଜବେଣ୍ଡ ତାପରେ ପଳେଇ ଆସିଥିଲେ। ମୁଁ କହିଲି ତାଙ୍କୁ ସାଙ୍ଗେ ସାଙ୍ଗେ 2 ମିନିଟ୍ ବସ, ମୁଁ କରିକି ଦେଇ ଦେଉଛି। ତ ତାପରେ ତାୱା ବସାଇ ଦେଇଥିଲି। ତ ତା ଦେହରେ ମୁଁ 2ଟା ବ୍ରେଡ଼୍ ଦେଇ ଦେଇଥିଲି, ହାଲକା 2 ପଟ ଯାକ ସେକି ଦେଇଥିଲି, କାରଣ ବେଶୀ କଡ଼ା ହେଲେ ହଜବେଣ୍ଡ ବି ଖାଇବେନି। ତ ସେଥିପାଇଁ ଏମିତି ନର୍ମାଲ୍ କରିଥିଲି। ଆପଣମାନଙ୍କୁ ଯଦି ଭିଡ଼ିଓଟି ଭଲ ଲାଗିଛି ତ ଘରେ ବି ଏମିତି ଟ୍ରାଏ କରିକି ଛୁଆମାନଙ୍କୁ ଦିଅନ୍ତୁ, ଆଉ ଆପଣମାନଙ୍କ ହଜବେଣ୍ଡକୁ ବି ଫଟାଫଟ କରିକି ଦେଇହେବ। ତ ଯଦି ଭିଡ଼ିଓଟି ଭଲ ଲାଗୁଛି ଲାଇକ୍ ସେୟାର କମେଣ୍ଟ କରିବାକୁ ଭୁଲିବେନି। ରହୁଛି, ଜୟ ଜଗନ୍ନାଥ।